ଆସିଗଲା ଆପଣମାନଙ୍କ ପାଇଁ ଆଉ ଏକ ଭିଡ଼ିଓ ସନ୍ଧ୍ୟା ବେଳର ଚଟପଟା ଚିପ୍ସ। ଏଇଟା ଦେଖିବା ପାଇଁ ଯେତିକି ସୁନ୍ଦର ଲାଗୁଛି ଖାଇବା ପାଇଁ ମଧ୍ୟ ସେତିକି ଟେଷ୍ଟି ଲାଗିବ। ଆକୁ ବନେଇବା ବହୁତ ଇଜି, ସେଥିପାଇଁ ଆପଣମାନଙ୍କୁ ମୋର ଭିଡ଼ିଓଟାକୁ ଶେଷ ଯାଏଁ ଦେଖିବା ପାଇଁ ପଡ଼ିବ। ତ ଡେରି ନ କରିକି ଚାଲନ୍ତୁ ଭିଡ଼ିଓଟାକୁ ଷ୍ଟାର୍ଟ କରିବା। ମୁଁ ଏଠି ଗୋଟେ ବଡ଼ ଜାଗାଟେ ନେଇଛି, ସେଥିରେ ଗୋଟେ ତାଟିଆ ଭାତ ନେଇଛି। ଆମେ ଖାଇବା ପରେ ଯୋଉ ଭାତଟି ଆମର ବଳି ପଡ଼ିଥାଏ ସେଇ ଭାତରୁ ଗୋଟେ ତାଟିଆ ନେଇଛି। 5ଟା ସିଝା ଆଳୁ ନେଇଛି। ଗୋଟେ ବଡ଼ ପିଆଜକୁ ଚୁନା କରିକି କାଟିକି ନେଇଛି। ଧଣିଆ ପତ୍ର, କଞ୍ଚା ଲଙ୍କା, ରସୁଣକୁ ଚୁନା କରିକି କାଟି ନେଇଛି। ଲଙ୍କା ଗୁଣ୍ଡି, ଜିରା ଗୁଣ୍ଡି, ଲୁଣ ଦେଇକି ଆକୁ ମୁଁ ଏବେ ଭଲସେ ଚକଡ଼ି ନେବି। ଆକୁ ଆପଣମାନେ ଯେତେ ଚକଡ଼ିକି ପ୍ଲେନ୍ କରିବେ ଆମର ଚିପ୍ସଟି ଖାଇବା ପାଇଁ ସେତେ ସୁନ୍ଦର ଲାଗିବ। ତ ଚକଡ଼ିବେ ଯେମିତି ଅଟାକୁ ଚକଡ଼ନ୍ତି ସେଇପରି ଭାବେ ଚକଡ଼ିକି ଅଟାର ଗୋଟେ ଡୋଟେ ବନେଇ ନେବା। ଏଥିରେ ଆପଣ ଟିକେ ବି ପାଣି ୟୁଜ୍ କରିବେନି। ଚକଡ଼ିଲା ବେଳେ ଯଦି ହାତଟା ଅଠା ଅଠା ହୁଏ ତାହେଲେ ଆପଣ ଟିକେ ସୋରିଷ ତେଲ ୟୁଜ୍ କରିବେ ଆଉ ଭଲ ଭାବରେ ଚକଡ଼ି ନେବେ। ଏବେ ଆମର ପ୍ରସ୍ତୁତ ହେଇଯାଇଛି ଆଳୁ ଚକଟାଟି। ତାକୁ ଏବେ ଆମେ ଢାଙ୍କିକି 5ରୁ 10 ମିନିଟ୍ ରଖିଦେବା। ତାପରେ ସେ ସାଇଡ଼ରେ ଆମେ ଭଲସେ ପୋଛି ନେବା ଏଇ ଟାଲିଟାକୁ। ଆପଣ ଚାହିଁଲେ ବେଲଣା ଚକିରେ କରିପାରିବେ, ନହେଲେ ଥାଳିର ପଛରେ ବି କରିପାରିବେ। ତ ମୁଁ ଟାଲିକୁ ଭଲସେ ପୋଛିଲା ପରେ ସେଥିରେ ଟିକେ ତେଲ ଦେଇକି ସେ ତେଲଟାକୁ ବି ଚାରିଆଡ଼େ ଲଗେଇ ନେଇଛି। ତାପରେ ସେ ଆଳୁ ଚକଟାରୁ ଅଟା ଗୁଳା କାଟିଲା ପରିକା ଛୋଟ ଛୋଟ ଗୁଳା କାଟିକି ଆଣି ରଖିଦେଇଛି। ସେଥିରୁ ଗୋଟେ ଗୁଳା ଆଣିକି ପୁରା ପତଳା କରିକି ତାଳୁଛି ମୁଁ ଏଠି। ଦେଖନ୍ତୁ ଆପଣ ଏଥିରେ ଟିକେ ବି ପାଣି ୟୁଜ୍ କରିବେନି, ଯାହା ତେଲରେ ହିଁ ଆପଣ ଯାହା କରିବେ। ତ ଏମିତି ପୁରା ପତଳା ତାରି ସାରିଲା ପରେ ତାକୁ ଛୁରୀ ସାହାଯ୍ୟରେ ସରୁ ସରୁ କରିକି କାଟି ନେବେ। ଯେହେତୁ ମୁଁ ଏଠି ଟିକେ ମୋଟା ମୋଟା କାଟିଛି ତ ଆପଣଙ୍କୁ କହିବି କି ସରୁ କରିକି କାଟନ୍ତୁ, ଜଲ୍ଦି ହେଇଯିବ ଆଉ ଖାଇବା ପାଇଁ କି ଟେଷ୍ଟି ଲାଗିବ। ତ ତାକୁ ରଖିବା ସାଇଡ଼ରେ। ଏବେ ଆସନ୍ତୁ ଗ୍ୟାସ୍ ପାଖକୁ ଯିବା। ଗ୍ୟାସ୍ ଲଗେଇବା, କଢ଼େଇ ବସେଇବା। କଢ଼େଇ ଗରମ ହେଲା ପରେ ସେଥିରେ ଦେଇଦେବା ତେଲ। ତେଲ ଭଲସେ ଗରମ ହେଲା ପରେ ଏ ସବୁକୁ ଆମେ ସେଥିରେ ଛାଡ଼ିବା। ଆଉ ଯଦି ତେଲ ଭଲସେ ଗରମ ନ ହେଇଥିବ ତାହେଲେ ଜମା ବି ଭଲ ହବନି। ତେଲକୁ ଭଲ ଭାବରେ ଗରମ କରିକି ଆକୁ ପକେଇବେ। ତାପରେ ଗୋଟେ ସାଇଡ୍ ହେଇଗଲା ପରେ ତାର ଆର ସାଇଡ୍ଟାକୁ ନଉଟେଇ ନେବେ। ଏମିତି 2-3 ଥର ନଉଟେଇବେ। ତାପରେ ଆପଣ ଦେଖିବେ ତାର କଲର ବି ଚେଞ୍ଜ ହେଇ ଆସିବ ଆଉ ଖଡ଼ିକାକୁ ସେ ଟାଣ ଲାଗିବ। ଯେତେବେଳେ ଖଡ଼ିକାକୁ ଟାଣ ଲାଗିବ ଆପଣ ଜାଣିନେବେ କି ସେ ଭିତରୁ ବି ହେଇଗଲାଣି ଆଉ ଉପରୁ ବି ହେଇଗଲାଣି। ତାପରେ ତାକୁ ଆପଣ କଣ କରିବେ, ଗୋଟେ ଛଣା ସାହାଯ୍ୟରେ ଛାଣି ନେବେ। ଛାଣିଲା ବେଳେ ଆକୁ ଟିକେ ଟେକିକି ଧରିବେ, ଯାହାଦ୍ୱାରା କି ତେଲ ବହୁତ ଆସେ ସେଗୁଡ଼ା ବାହାରିଯିବ। ତାପରେ ଆପଣଙ୍କର ରେଡି ହେଇଯିବ ଭାତ ଆଳୁ ଚିପ୍ସ। ସେଇଟାକୁ ଆପଣମାନେ ବିଟ୍ ଲୁଣ, କଞ୍ଚା ଲଙ୍କା ଆଉ ଟମାଟୋ ସସ୍ ସହିତ ଯଦି କାହାକୁ ଦେଇ ଦିଅନ୍ତି ତାହେଲେ ସିଏ ଆପଣଙ୍କର ଦିବାନା ହେଇଯିବ। ଆଉ ଆପଣମାନେ ମୋ ଭିଡ଼ିଓ ଦେଖିଲା ପରେ ମୋ ଦିବାନା ହେଲେ କି ନାହିଁ? ଯଦି ହେଇନାହାନ୍ତି ତାହେଲେ ହେଇଯାଆନ୍ତୁ। ମୋ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ମୁଁ ରହିଲି। ଜୟ ଜଗନ୍ନାଥ। ଲଭ୍ ୟୁ ଅଲ୍।